मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। श्रीमद्भागवत महापुराण नवम स्कंध एकादश अध्याय। अयोध्यापुरे राम राजा भाईଙ୍କ संगे पाळी प्रजा यज्ञादि जाहा जाहा कले वर्णित एकादशरे। श्रीशुक उवाच श्रीराम राजे होई राजा आनंदे पाळी जन प्रजा। उत्तम कल्पे यज्ञ कले वसिष्ठ सर्व मुनि तुले। विप्रंको चारि वेदु बरी दक्षिणा देले चित्त भरी। भूमि की करी चारि भागे दक्षिणा देले अनुरागे। होतांकु पूर्व दिग देले अधर्जु पश्चिमे कल्पिले। उत्तर दिग सामगाने ब्रह्मा को दक्षिण विधाने। ब्राह्मणे देई चारि दिश आचार्य देले अवशेष। सीता संगते रघुपति आचरी गृहस्थंक गति। अनेक वस्त्र रत्न धने संतोष करी सर्वजने। आचरी गृह मेधि धर्म वेद विहित जेते कर्म। ब्राह्मणे देखी साधु कथा श्रीराम पादे कले चिंता। रामक निकटे मिलिले अनेक स्तुति वाक्य कले। कहिले प्रिय भाव बही भनाथ एथे कार्य नाही। आम्भे कहिलु वेद धर्मे तोते न जानी मति भ्रमे। तोहर राज्य तुहि निय आम्भर हृदय सदा थाओ। एमंते केते दिन गला शुण हो गोविंदर लीला। दिने राम रात्र काले बुलंती निज भृत्य मेले। जस जस के की चिंते एमंते विचारी गुपते। शुणिले एक गृहाश्रमे पत्नी की बोले गुरु तमे। तू दुष्टा नारी घरु जाओ मुन छुईबी तोर देह। असती पर गृहाश्रमी मुन हे राम प्राय कामी। से जेने सीता घेनी घरे आनंदे गृहाश्रम करे। एमंत शुणी तार मुखे गृहे मिलिले मन दुखे। शुणिन लोक अपवाद चिंता बसिला राम हृद। सीतार गर्भवास देखी तार विच्छेदे होई दुखी। ए लोक अपवाद भय करिबी केवण उपाय। लक्ष्मणे राई रघुनाथ ता संगे भाड़िले एकांत। बोइले सीता को विपिने निवेशी आस तु बहने। तक्षणे राम आज्ञा पाई सीता को बने नहीं थोई। से मिले वाल्मीकि भुवने बेनी कुमर जात बने। वाल्मीकि भ्रांति छाड़ी मन निज कुटीरे देले स्थान। करिले जात कर्म मान लवकु सजे देले नाम। अंगद चित्र केतु दुई
ଲକ୍ଷ୍ମଣ ବୀର୍ଯେ ଜାତ ହୋଇ ଦକ୍ଷ ପୁଷ୍କଳ ବେନି ଭାଇ ଭରତ ପତ୍ନୀ ଗର୍ଭେ ହୋଇ ସୁବାହୁ ଶ୍ରୁତ ସେନ ବୀର ହୋଇଲେ ଶତ୍ରୁଘ୍ନ କୁମର ଭରତ ଦିଗ ବିଜେ କରି କୋଟି ଗନ୍ଧର୍ବ ବଳ ମାରି ଯୁଧେ ପାଇଲା ଧନ ଯେତେ ଦେଲା ସେ ଅଗ୍ରଜ ଅଗ୍ରତେ ଶତ୍ରୁଘ୍ନ ଦିଗ ବିଜେ କରି ଲବଣ ମଧୁ ପୁତ୍ର ମାରି ମଥୁରାପୁର ମଧୁବନେ ପୁରୀ ସ୍ଥାପିଲେ ପ୍ରଜାଜନେ ଏମନ୍ତେ କେତେ ଦିନ ଅନ୍ତେ ରାମ ଚଳନ୍ତେ ସୀତା ପଥେ ରାମ ଆଗମ ଶୁଣି କର୍ଣ୍ଣେ ତକ୍ଷଣେ ବରୁଣ ଭୁବନେ ଜାନକୀ ହୋଇଲେ ପ୍ରବେଶ ମନେ ଅନେକ କରି ରୋଷ ସୀତାର ନ ପାଇ ଉଦ୍ଦେଶ ରାମ ଚଳିଲେ ନିଜ ଦେଶ ରାମ ଯେ ଜାନକୀ ବିଚ୍ଛେଦେ ମନ ନ କଳ୍ପେ ରାଜପଦେ ସୀତାର ଗୁଣ ଚିନ୍ତି ମନେ ନିଦ୍ରା ନ ମାଡ଼ଇ ନୟନେ କଣ୍ଠ କଣ୍ଠିତ ଶୋକେ ପୁରୀ ଚିତ୍ତକୁ ନ ପାରନ୍ତି ଧରି ସ୍ତ୍ରୀ ପୁରୁଷ ସଙ୍ଗ ଏଇ କେଶହେ ନର ଦେହ ବହି ସେଦିନୁ ବ୍ରହ୍ମଚର୍ଯ୍ୟ କରି ରାମ ହୋଇଲେ ବ୍ରହ୍ମଚାରୀ ବର୍ଷ ସହସ୍ର ତ୍ରୟୋଦଶ ନିରତେ ବ୍ରହ୍ମଚାରୀ ବେଶ ଅଖଣ୍ଡ ଅଗ୍ନିହୋତ୍ର କଲେ ବଶିଷ୍ଠ ଆଦି ମୁନି ତୁଲେ ଦକ୍ଷିଣା ଦେଲେ ତୋଷ ଚିତେ ସନ୍ଧ୍ୟା ମଧ୍ୟାହ୍ନେ ଅବିରତେ ସଂସାରେ ଥୋଇ ନିଜ ଯଶ ସ୍ୱଧାମେ ହୋଇଲେ ପ୍ରବେଶ ବୋଲନ୍ତି ଶୁକ ବ୍ରହ୍ମ ଋଷି ଶୁଣ ହୋ ରାଜା କୁରୁବଂଶୀ ରାମଚରିତ ତ ଗ୍ରତେ ସଂକ୍ଷେପେ କହିଲି ମୁଁ ତୋତେ ଯେହା ଶ୍ରବଣେ ଶୁଣନ୍ତି ଦୁର୍ଗମ ସଙ୍କଟୁ ତରନ୍ତି ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ରାମଚରିତ ପୁଣ୍ୟ କଥା ଯେଣେ ଖଣ୍ଡଇ ଭବ ବ୍ୟଥା ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ ଶ୍ରୀରାମଚରିतं ନାମ ଏକାଦଶ ଅଧ୍ୟାୟ ଦ୍ୱାଦଶ ଅଧ୍ୟାୟ କୁଶ ସାଦ ବଂଶ କଥା ଦ୍ୱାଦଶ ଅଧ୍ୟାୟ ବ୍ୟବସ୍ଥା ଶ୍ରୀଶୁକ ଉବାଚ ଶୁଣ ପରୀକ୍ଷ ମହୀପତି ଶ୍ରୀରଘୁନାଥଙ୍କ ସନ୍ତତି ଅତିଥି କୁଶର ନନ୍ଦନ ନିଷଧ ତାର ତହୁଁ ଜନ୍ମ ନଭ ତାହାର ହୁଏ ସୁତ ତା ପୁତ୍ର ପୁଣ୍ଡରୀକ ଖ୍ୟାତ ତା ସୁତ କ୍ଷେମଧନ୍ୱା ନାମ ରୂପେ ସୁନ୍ଦର ଅନୁପମ ତାର କୁମର ଦେବାନିକ ଅନିହ ତାର ପୁତ୍ର ଏକ ତାର ତନୟ ପାରିଯାତ୍ର ବଳସ୍ଥଳ ଯେ ତାର ସୁତ ତାର ସନ୍ତତି ବଜ୍ରନାଭ ଅର୍କର ଅଂଶେ ସେ ସମ୍ଭବ ଖଗଣ ତାହାର ତନୟେ ବିଧୃତି ତାର ବୀର୍ଯ୍ୟେ ହୋଏ ହିରଣ୍ୟ ନାଭ ତା ସନ୍ତତି ଯୋଗ ବିଦ୍ୟାରେ ଯାର ଖ୍ୟାତି ତା ଗୁରୁ ଅଟନ୍ତି ଜୈମିନୀ ତା ଶିଷ୍ୟ ଯାଜ୍ଞବଲ୍କ୍ୟ ମୁନି ଅଭ୍ୟାସ ଯାର ଚାରି ବେଦେ ତେଜେ ହୃଦୟ ଗ୍ରନ୍ଥି ଭେଦେ ହିରଣ୍ୟ ନାଭର କୁମର ପୁଷ୍ୟ ଅଭ୍ୟାସ ଯଜ୍ଞେ ଯାର ତାର କୁମର ଧ୍ରୁବ ସନ୍ଧି ଯା ବଂଶେ ଥାନ୍ତି ଅଷ୍ଟନିଧି
ତାରକୁମର ସୁଦର୍ଶନ, ତାହାର ପୁତ୍ର ଅଗ୍ନିବର୍ଣ୍ଣ। ଶୀଘ୍ର ଜନମ ତାହାଠାରୁ, ତାହାର ସୁତ ଅଟେ ମରୁ। ମରୁ ଯେ ଶୀଘ୍ର ରତନଏ, ଯେ ନିତ୍ୟେ ଯୋଗ କର୍ମ ଧ୍ୟାଏ। କଳାପ ଗ୍ରାମେ ବସି ଧ୍ୟାନେ, ଯନ୍ତ୍ରିତ ନିତ୍ୟେ ତତ୍ତ୍ୱଜ୍ଞାନେ। ଯୋଗ ସାଧଇ ଯେବା ଅର୍ଥେ, ଶୁଣ କହିବା ତ ଗ୍ରତେ। କଳିର ଅନ୍ତେ ସୂର୍ଯ୍ୟବଂଶ, ସେ ପୁଣ କରିବ ପ୍ରକାଶ। ପ୍ରସୁଶ୍ରୁତ ତାର ତନୟେ, ତା ସୁତ ସନ୍ଧି ନାମ ବହେ। ଅମର୍ଷଣ ଯେ ତାର ସୁତ, ମହସ୍ୱାନ ଯେ ତହୁଁ ଜାତ। ତାରକୁମର ବିଶ୍ୱସାହୁ, ତାର ମହିମା କେବା କହୁ। ପ୍ରସେନଜିତ ତାର ପୁତ୍ର, ତକ୍ଷକ ନାମେ ତାର ସୁତ। ବୃହଦ ବଳ ତାର ସୁତ, ତୋ ପିତା ଯୋଗେ ରଣେ ହତ। ଇକ୍ଷ୍ୱାକୁ ବଂଶେ ଏତେ ରାଜା, ଧର୍ମେ ପାଳିଲେ ଜନ ପ୍ରଜା। ଶୁଣ ପରୀକ୍ଷ କହୁଁ ଏବେ, ଭବିଷ୍ୟେ ଯେତେ ଉପୁଜିବେ। ବୃହଦ ବଳ ପୁତ୍ର ଶୁଣ, ନାମ ହୋଇବ ବୃହଦ୍ରଣ। ତାହାର ପୁତ୍ର ଉରୁକ୍ରିୟ, ବତ୍ସ ବୃଦ୍ଧ ତାର ତନୟ। ତାରକୁମର ପ୍ରତିବ୍ୟୋମ, ଭାନୁ ନାମେ ତାର ନନ୍ଦନ। ଦିବାକ ତାହାର ସନ୍ତତି, ସେ ହେବ ଯୁଧେ ସେନାପତି। ତା ସୁତ ହେବ ସହଦେବ, ତହୁଁ ବୃହଦ ସ୍ୱସମ୍ଭବ। ତାରକୁମର ଭାନୁମାନ, ପ୍ରତୀକାଶ ତାର ନନ୍ଦନ। ସୁପ୍ରତୀକ ତହୁଁ ସମ୍ଭବ, ତା ପୁତ୍ର ହେବ ମରୁଦେବ। ତାର ନନ୍ଦନ ସୁନକ୍ଷତ୍ର, ପୁଷ୍କର ହେବ ତାର ପୁତ୍ର। ତାହାର ଅନ୍ତରିକ୍ଷ ସୁତ, ସୁତପା ତା ସୁତ ବିଦିତ। ଅମିତ୍ର ଜିତ ତା ନନ୍ଦନ, ତା ତହୁଁ ବୃହଦ୍ରାଜ ଜନ୍ମ। ତହୁଁ ବହି ହେବ ଉଦୟ, ତା ସୁତ ହେବ କୃତଞ୍ଜୟ। ତାର ସନ୍ତାନ ରଣଞ୍ଜୟ, ତା ପୁତ୍ର ନାମଟି ସଞ୍ଜୟ। ତାହାର ପୁତ୍ର ଶାକ୍ୟ ନାମ, ସୁଧୋଦ ତାହାର ନନ୍ଦନ। ତାଠାରୁ ଜାତ ଯେ ଲାଙ୍ଗଳ, ପ୍ରସେନଜିତ ତାର ବାଳ। ତାହାର ନନ୍ଦନ କ୍ଷୁଦ୍ରକ, ତା ତହୁଁ ହୋଇବ ରଣକ। ତା ପୁତ୍ର ସୁରଥ ହୋଇବ, ସୁମିତ୍ର ପୁତ୍ରେ ଶେଷ ହେବ। ଇକ୍ଷ୍ୱାକୁ ବଂଶେ ରାଜା ଯେତେ, ତୋତେ କହିଲି ଭବିଷ୍ୟତେ। ସୁମିତ୍ର ଯାଏଁ କଳି ଯୁଗେ, ଏତେ ନୃପତି ହେବେ ଭୋଗେ। ବୋଲଇ ବିପ୍ର ଜଗନ୍ନାଥ, ନବମ ସ୍କନ୍ଧେ ଭାଗବତ। ଆଦିତ୍ୟ ବଂଶାନୁଚରିତ, ଯେ ଅବା ଭୂତ ଭବିଷ୍ୟତ। ତାହାଙ୍କ ଜନ୍ମ ଏ ସଂସାରେ, ଶୁଣନ୍ତେ ସର୍ବ ପାପ ହରେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ନବମ ସ୍କନ୍ଧେ ଶ୍ରୀରାମ ବଂଶାନୁଚରିतं ନାମ ଦ୍ୱାଦଶ ଅଧ୍ୟାୟ। ତ୍ରୟୋଦଶ ଅଧ୍ୟାୟ। ଇକ୍ଷ୍ୱାକୁ ପୁତ୍ର ନିମି ଆଦି, ଯେବା ରାଜର୍ଷି ଜନକାଦି। ତାହାଙ୍କ ବଂଶ ତ୍ରୟୋଦଶେ, ବର୍ଣ୍ଣନ ହୋଇଛି ବିଶେଷେ। ଶ୍ରୀଶୁକ ଉବାଚ, ନିମି ଯେ ଇକ୍ଷ୍ୱାକୁର ସୁତ। ତା ବଂଶେ ଯେତେ ରାଜା ଜାତ, ଯେ କର୍ମ କଲେ ଅନୁଭବେ। ଶୁଣ କହିବା ତୋତେ ଏବେ, ସେ ନିମି ବଶିଷ୍ଠ ସଙ୍ଗତେ। ବସି ଭାଳଇ ଯଜ୍ଞ ଅର୍ଥେ, ବଶିଷ୍ଠ ମୋର ଯଜ୍ଞ କର। ରତି ଯେ ଚାରି ବେଦୁବର, ବଶିଷ୍ଠ ତାର ମୁଖ ଚାହିଁ। ବୋଇଲେ ସ୍ନେହ ଭର ହୋଇ, ଇନ୍ଦ୍ର ବରଣ କଲା ମତେ। ତୋ ଯଜ୍ଞ କରିବି କେମନ୍ତେ, ମୁଁ ଆଗେ ଇନ୍ଦ୍ର ଯଜ୍ଞ ସାରି। ରତି ଯେ ଚାରି ବେଦୁବରି,
પછે કરી যজ্ঞ તર ସେ ନିମି ନ ଦେଲା ଉତ୍ତର। ବଶିଷ୍ଠ ଇନ୍ଦ୍ର ଯଜ୍ଞେ ଗଲେ ଅନ୍ୟ ବ୍ରାହ୍ମଣ ନିମି କଲେ। ଯଜ୍ଞ ଆରମ୍ଭିଲେ ହରସେ ସଂକଳ୍ପି ସହସ୍ର ବରସେ। ଏମନ୍ତେ ଇନ୍ଦ୍ର ଯଜ୍ଞ ସାରି ନିମିର ବାକ୍ୟ ସେ ସୁମରି। ସେ ଯଜ୍ଞ କରିବାର ଆସେ ବେଗେ ମିଳିଲେ ନିମି ପାଶେ। ଯଜ୍ଞ ଆରମ୍ଭ ଦେଖି ତାର କୋପିଲେ ବ୍ରହ୍ମାଙ୍କ କୁମର। ବୋଇଲେ କୋପ ଭର ହୋଇ ମୋତେ ଅବଜ୍ଞା କଲୁ ତୁହି। ତୋର ଜୀବନେ ନାହିଁ କାର୍ଯ୍ୟ ମରଣ ହେଉ ତୋତେ ଆଜ। ତା ଶୁଣି ନିମି କୋପ ବହି ବୋଇଲେ ଜୀବ ଛାଡ଼ ତୁହି। ତକ୍ଷଣେ ନିମି ସାପ ଫଳେ ବଶିଷ୍ଠ ବସିଲେ ନିଶ୍ଚଳେ। ଜୀବନ ଗଲା ଦେହୁ ଛାଡ଼ି ତକ୍ଷଣେ ଶୂନ୍ୟ ମାର୍ଗେ ଉଡ଼ି। ଉର୍ବଶୀ ଗର୍ଭେ ହେଲେ ଜନ୍ମ ମିତ୍ରାବରୁଣଙ୍କ ନନ୍ଦନ। ନିମି ଯେ ଯଜ୍ଞଶାଳେ ଥିଲେ ତକ୍ଷଣେ ଜୀବନ ଛାଡ଼ିଲେ। ଜୀବନ ଯଜ୍ଞଶାଳେ ପଶି ରହିଲା ଯଜ୍ଞ ସ୍ତମ୍ଭେ ଗ୍ରାସୀ। ନିମି ଶରୀରେ ବିପ୍ରଜନେ ବିଚାର କଲେ ଅନୁମାନେ। ତୈଳ ସୁଗନ୍ଧ ଦ୍ରବ୍ୟ ଦେଇ ନିମି ଶରୀର ତହିଁ ଥୋଇ। ବୋଇଲେ ପୂର୍ଣ୍ଣାହୁତି ଗଲେ ଶରୀର ଦହିବା ଅନଳେ। ଏମନ୍ତ ବୋଲି ଯଜ୍ଞ କଲେ ସମ୍ପୂର୍ଣ୍ଣେ ପୂର୍ଣ୍ଣାହୁତି ଦେଲେ। ଇନ୍ଦ୍ରାଦି ଦେବେ ଯେତେ ଥିଲେ ସନ୍ତୋଷେ ସୋମପାନ କଲେ। ବିପ୍ରେ ଯେ ଦକ୍ଷିଣା ପାଇଲେ ଅନଳେ ଦହିବା ବୋଇଲେ। ଦେବତା ଋଷି ତୋଷ ମନେ ବର ଯାଚିଲେ ଯଜମାନେ। ନିମିର ଦେହେ ପଶୁ ପ୍ରାଣ ଆମ୍ଭେ କରିବା ପରିତ୍ରାଣ। ନିମି ଜୀବନ ସ୍ତମ୍ଭେ ଥିଲା ଦେବଙ୍କୁ ପ୍ରତିବାକ୍ୟ କଲା। ମୋର ଶରୀରେ କାର୍ଯ୍ୟ ନାହିଁ ଅସାର ଅନିତ୍ୟ ଏ ଦେହି। ସକଳ ଦୁଃଖ ଏ ଶରୀରେ ମରଣ ଭୟ ନିରନ୍ତରେ। ଜନ୍ମି ମରଇ ରାତ୍ର ଦିନେ ଅଶେଷ ବ୍ୟାଧି ଅନୁକ୍ଷଣେ। ମୂତ୍ର ପୁରିଷ କୃମି ସ୍ଥାନ ମାୟାରେ ହୋଏ ହତ ଜ୍ଞାନ। କାମାଦି ଶତ୍ରୁ ମଧ୍ୟେ ରହେ ନିରତେ ଅହଙ୍କାର ବହେ। ମୃତ୍ୟୁ ସମୁଦ୍ରେ ନୀତି ବୁଡ଼େ ପୁଣି ପଶଇ ପୁଣି ଛାଡ଼େ। ପୁରିଷ ଭସ୍ମ କୀଟ ଅନ୍ତେ ଦୁର୍ଗନ୍ଧ ବହଇ ନିରତେ। ରୋଗଙ୍କ ମନ୍ଦିର ମାତର ସ୍ୱଭାବେ ଦୁଃଖ ଏ ଶରୀର। ଏମନ୍ତେ ନିମିର ବଚନେ ସର୍ବଦେବତା ତୋଷ ମନେ। ବୋଇଲେ ପ୍ରମାଣ ଏ ବାଣୀ ପୁଣି କ୍ଷଣକେ ମନେ ଗୁଣି। ଦେବା ଉଚୁହୁ ଶୁଣ ବି ଦେହ ନର ନାଥ ଆମ୍ଭର ବର ନୋହେ ବ୍ୟର୍ଥ। ସକଳ ଜନ୍ତୁଙ୍କ ଲୋଚନେ ବସତୁ ନିମିଷ ବିଧାନେ। ନିମିଷ ମତେ ସଂଖ୍ୟା କର କାଳର ଗଣନା ବେଭାର। ଏମନ୍ତ ଦେବଙ୍କ ବଚନେ ବସିଲା ଜନ୍ତୁଙ୍କ ଲୋଚନେ। ଅଧ୍ୟାତ୍ମ ଗତି ନିତ୍ୟେ ତାର ଏବେ ହୋ ଶୁଣ କୁରୁବୀର। ଅରାଜ୍ୟ ଭଏ ମହାଜନେ ସକଳେ ବିଚାରିଲେ ମନେ। ଆମ୍ଭେ ଯେ ବେଦ ମନ୍ତ୍ର ସ୍ୱରେ କୁଶେ ମନ୍ଥିବା ଏ ଶରୀରେ। ଯେମନ୍ତେ ପୁତ୍ର ଜନ୍ମ ହୋଇ ନିର୍ଭୟେ ପ୍ରଜାଙ୍କୁ ପାଳଇ। ଏମନ୍ତ ବିଚାରି ମନରେ ତକ୍ଷଣେ ନିମିର ଶରୀରେ। କୁଶେ ମନ୍ଥିଲେ ବେଦ ସ୍ୱରେ ତକ୍ଷଣେ ଜନ୍ମିଲା କୁମରେ। ଜନ୍ମନ୍ତେ ଜନକ ହୋଇଲା ବୈଦେହ ନାମ ସେ ବହିଲା। ମନ୍ଥନେ ମିଥିଳତା ନାମ ବହେ ଅଶେଷ ଗୁଣ ଗ୍ରାମ। ଏମନ୍ତେ ନିମି ରାଜବଳା ମିଥିଳାପୁର ବସାଇଲା। ତା ସୁତ ଉଦାବସୁ ନାମ
નંદીવર્ધન તાનંદન સુકેતુ નામે તાર સુત તાર સંતતિ દેવરાત દેવરાતરુ બૃહદ્રથ તાત હું મહાવીર્ય જાત સુધૃતિ તાહાર કુમર તા પુત્ર ધૃષ્ટ કેતુબીર હર્જસ તાહાર કુમર મરુ તાહાંક વંશધર મરુરુ પ્રતિપક જન્મ તાસુત કૃતિરથ નામ તાર કુમર દેવ મેળ જાચિત જોગાભ્યાસે દૃઢ વિશ્રુત તાહાર સંતતિ તાર કુમર મહાધૃતિ તાસુત કૃતિરાત નામ તાર સંતતિ મહારોમ સુવર્ણ રોમા તાત નયે તાત હું હર્ષો રોમા હોય તાર કુમર શિરોધ્વજ તાર મહિમા મહાતેજ વિપ્રે જે તાર યજ્ઞ કાળે મોહિક રસીલે લંગળે લંગળ અગ્રે સીતા જાત એણુ સે શિરધ્વજ ખ્યાત તાર કુમર કુશધ્વજ ધર્મધ્વજ તાર તનુજ તાત હું બેની પુત્ર જાત સુણો હો તાહાંક ચરિત સેકૃત ધ્વજ મિત ધ્વજ સુણો તાહાંકર તનુજ કૃત ધ્વજર કેસી ધ્વજ ખાંડિક્ય આનર તનુજ ખાંડિક્ય કેસી ધ્વજ બેની સાધિલે જોગ વિદ્યા ઘેની કેસી ધ્વજર ઠારુ ભયે પળાઈ ગલા ન ઠાએ કેસી ધ્વજરુ ભાનુમાન તાર તનય સતદ્યુમ્ન સૂચિના મરે તાતનુજ તાર તનુજ સનદ્વાજ ઉર્ધ કેતુ જે તહું જાત તાહાર પુત્ર પુરુજિત અરિષ્ટ નેમિ સુત તાર શ્રુતાયુ તાહાર કુમર તાર તનય સુપાર્શક તાસુત ચિત્રરથ લેખ ખેમધી નામે તાર સુત તાર તનય સમરથ તાહાર પુત્ર સત્યરથ ઉપગુરુ જે તાર સુત તાહાર પુત્ર ઉપગુપ્ત વસનંત જે તાર સુત જુજુધ તાર પુત્ર નામ તાત હું હેલા સુભાષણ તાસુત શ્રુત તહું જય તાહાર તનય વિજય તાત હું ઋત હેલા જાત સુનક તાહાર જે સુત વિતઃ વ્યજે તા સંતતિ તાહાર તહું જાત ધૃતિ તાહાર પુત્ર બહુળાશો તાસુત કૃતિ મહાવશ જનક વંશે રાજા જેતે કહિલું ભૂત ભવિષ્યતે સે સર્વે જોગ વિદ્યા સાધી যথা উচিতে যেবা বিধি রবির বংশে রাজা যেতে সে কথা বংশানুচরিতে তোতে কহিলি প্রিয় ভাবে সোমর বংশ শুণ এবে બોલોઈ દાસ જગન્નાથ નવમ સ્કંધે ભાગવત ઇતિ શ્રીમદ્ભાગવતે મહાપુરાણે પારમહંસ્યાં સંહિતાયાં નવમ સ્કંધે નિમિવંશાનુચરિतं નામ ત્રયોદશ અધ્યાય હરિશરણં 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 ગુરુશરણં 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 બાબાશરણં બાબાશરણં બાબાશરણં